जय जगन्नाथ वेलकम टू दिलु ब्लॉग। तो गाइज आपण माने केमती अछंती आशा करूची आपण माने भलरे थिबे मु भी भलरे अछि। समस्तंकु दिल से मोर गुड मॉर्निंग जय जगन्नाथ। तो गाइज वर्तमान टाइम आसी 7:30 बाजलानी। वर्तमान मु उठली तो उठू उठू देखली बाहर दृश्य वर्तमान मेघुआ मेघुआ होइची। मौसम टा बहुत भल होइची गाइज। तो गाइज आज वीडियो को समस्त देखंतु एंजॉय करंतु चलंतु। गाइज ये मोर गाँव रो दृश्य जी जा काम रे समस्ते व्यस्त गाइज। आंगर घर कंप्लीट होउची वर्तमान प्लास्टरिंग चलची तापर तार बाहागर हबो। मो भाई बसची ता सान भाई बसची छोटू भाई स्टील बॉडी पर जिम फिम करची मो भाई। तो काम चलची बाली फाली पड़ी तापर भाई रो बाहागर हबो। मो सांगो इंट्रोड्यूस कर देबे मो सांगर देखी नाती बाहागर केबे हबो। घर प्लास्टरिंग हे गलानी कलर हबो खाली नातुणी बो आसीबो टिके मजा मस्ती हबो ना कि हैं नाचिबो ना डीजे आगर नाचिबो नाचिबा मु भी नाचिबी तुम भी नाचिबो सांगर नाचिबा हैला। वाह हमर वायरिंग करिया पे आसीले ज्ञान भाई भल वायरिंग करते। सांगर घर केमती हेइची भीतर दृश्य भल से काम चलची वायरिंग करिया पे आसुंती। तो काम चलची गाइस किचन रूम बाथरूम ये बेडरूम आउटे बेडरूम अच्छी बाहागर हम घर काम चलची। तो मो पिला दिन सांग प्रकाश से बर्तमान मुंबई रे अच्छी घर काम चलची। आसलानी बर्तमान मार्केट जीवी जीवी फ्रेश फ्रेश जीवी करथुल पुरा चुट्टी कलर हबनी कलर कर दीची नहीं दीदी आमर चलचंती जू मौसी को अच्छा दीदी टेंशन हेलेनी। 3 वर्ष केते सुब्रत पुओ पल्टू पुओ 3 वर्ष केते छुआ 3 वर्ष हाँ भल पिला परी बसची बाबले परी बाड़ी भंगा जाउची वर्तमान बस डाल फल भांगी आउछ भी इरा बाड़ी हाथ तो पाउनी तो बाड़ी भांगियो जीवन ते हळदी मारिकी आसी आज देहर माड़ काटबनी बाड़ी नहीं गईला ये ट्यूशन नथिबो तुमे हला तुम घर पाकू मु जिमी हला संडे मंडे जनवरी लेखा ट्यूशन आसुनी स्कूल जाए तो खुशी सब छुआ हला ट्यूशन आइते बड़ कष्ट मारा बुझी भी तुम कोड़े भालो पूजा करिवो आज्ञा एटा मुगो ना बीरी मुगो मुगो डाली हबो पूजा कर देला। तो आम चंडी बर्तमान पूजा कर ठाकुर को भल से ठाकुर को डाक है जल्दी जल्दी गोटे स्कूटी आसी जाओ ना स्कूटी आसो ना ना साइकल भल से पूजा सार दियो जाई मु फ्रेश ही आसी खाइब मंत्र टे पढ़
ओम सूर्य देवताय नमः। एक की बर्फी नाम कौन? ମୁଁ ତ ବ୍ରଶ କରିନି। ଫ୍ରେଶ ହେଇ ଆସିଲି। ଚଣ୍ଡୀ ଖାଉଛନ୍ତି, ଶ୍ୱଶୁର ବୋହୂ ବସିକି ଖାଉଛନ୍ତି ଦେଖନ୍ତୁ। ବର୍ତ୍ତମାନ ମୁଁ ଦୋକାନ ଆସି ପହଞ୍ଚିଗଲିଣି। ତ ବର୍ତ୍ତମାନ ଫଟାଫଟ ପୂଜା ସାରିଦେବା। ବର୍ତ୍ତମାନ ପୂଜା ସରିଦେଲି। ବର୍ତ୍ତମାନ ଭାଇ ନାଲୁ ଯାଇଲା ଶିରିଡ଼ି ସାହି ମୋ ପାଇଁ କହିଥିଲେ ବାବାଙ୍କ ମୂର୍ତ୍ତି ଆଣିବା ପାଇଁ। ବାବାଙ୍କ ମୂର୍ତ୍ତି ଆଣିଛି ଆଉ ଭୋଗ ବି ଆଣିଛି। ଏଇଟା ଗୋଟେ ହାର ଗୋଟେ ଦେଇଛନ୍ତି ଭାଇ ଆମର କରୁଛନ୍ତି। ଆଉ ସମସ୍ତେ ମିସ୍ କରୁଥିଲେ ଆମର ସମସ୍ତେ ଆମର ଟୋଟାଲ ଟିମ୍ ସମସ୍ତେ ମିସ୍ କରୁଥିଲେ। ଇଏ ନଥିଲା ନା ମାନେ ଫାଙ୍କା ଫାଙ୍କା ଲାଗୁଥିଲା ମାର୍କେଟଟା। ତ ପୁଣି ବ୍ଲଗ ବି ହବ। ବହୁତ ଖୁସି ଅଛି ବାବାଙ୍କ ମୂର୍ତ୍ତି ଆଣିଛି ବହୁତ ଖୁସି ଅଛି। ଆଉ ଭଲ ବି ଲାଗିଲା ବାବାଙ୍କ ପ୍ରସାଦ ଏଇଟା ଏଇ ବି ପ୍ରସାଦ ଆଉ ବାବାଙ୍କର ମାଳ ଏଇଟା ବାବାଙ୍କୁ ପୂଜା କରିଦେବି। ଦେଖନ୍ତୁ ଆମ ସାର୍ ବସୁଛନ୍ତି ବର୍ତ୍ତମାନ। ଶ୍ୱଶୁର ଘର ତାକୁ ଚେନ୍ ଦେଇଛନ୍ତି ଶ୍ୱଶୁର ପକେଇଛି ସେ ଲୁଚେଇ ଦେଲା ଭଲସେ ସଜାଡୁଛି। ଆଡଭାନ୍ସ ଦେଇଛନ୍ତି ତାକୁ ଶ୍ୱଶୁର ଘର ଚେନ୍ ଯୋଜନା ପାଇଁ ଫାଙ୍କା ହେଇଗଲାନି। ଚେନ୍ ଟା ଶ୍ୱଶୁର ଆଡଭାନ୍ସ ଦେଇଛନ୍ତି। ଲୁଚେନି ଦେଖନ୍ତୁ ଗାଇଜ ମାନେ ଦେଖନ୍ତୁ ତାକୁ ଭଲସେ। ଆଜି ମାଲିକ ଆସି ବସିଛନ୍ତି ମୋ ଭାଇ ନିପୁ ଭାଇ। ତ ଆଜି ସୁଭଦ୍ରା ମାନେ ଆସିନାହାନ୍ତି କି ଆପ୍ଲାଏ କରିବା ପାଇଁ ଫାଙ୍କା ଅଛି ନହେଲେ ପୁରା ଜାମ୍ ହେଉଥାଏ ନା ରୁମ୍ ଭିତରେ ପୁରା ଜାମ୍ ହେଉଥାଏ। ଜନସେବା କେନ୍ଦ୍ରରେ ପଇସା ଅଧିକ ନିଆଯାଏ ନାହିଁ କାମ ଜଲ୍ଦି କରାଯାଏ। ଭାଇ ଆମର ଅଛନ୍ତି ଓନର ମାଲିକ ତାପସ କୁମାର ମହାନ୍ତି। ଏ ବି ପିଲା ଆମର ବଢିଆ ପିଲା। ଦାଢି ଫାଡି ସେଭ୍ ହେଇ ଆସିଛି ଫେସ୍ ଆସିଛି ଘର ପହଞ୍ଚିଗଲେ। ବର୍ତ୍ତମାନ ଆମ ସାନ ଭଉଣୀ ଟା କଣ କରୁଛି ଦେଖନ୍ତୁ। ଇୟରିଙ୍ଗସ୍ ଏଇଟା କଣ ଗୁଡା ଷ୍ଟୋନ୍ ଗୁଡା ବଢିଆ ହେଇଛି। ତ ଗାଇଜ କେମିତି ହେଇଛି କମେଣ୍ଟରେ ଜଣେଇବେ। ଭଉଣୀ ବସି ବସି ଯାଉ କିଛି ତ ଗୋଟେ କାମରେ ଲାଗିଛି। ତ ଇୟରିଙ୍ଗସ୍ ବନଉଛି ସବୁ ଡିଜାଇନରେ ଷ୍ଟୋନ୍ ସବୁ ରଖିଛି ସେଇଥିରେ ବସି ବନଉଛି। ଦେଖନ୍ତୁ ଗାଇଜ କେମିତି ହେଇଛି କହିବେ। ତ ଗାଇଜ ସେ ଟାଇମ କେବେ ବି ସେ ଟାଇମକୁ ବାହାର କରିକି ସିଏ ବସିକି ସେ ତ କରେ ସେ ଦେଖି ଭଲ ଲାଗୁଛି ଭଲ ଲାଗୁଛି। କଳା ପଡି ଯାଇଛି ଭାରି ଗୁରା ପିଲାଟା ନା ମୁଁ କଳା ପଡିଯିବେ। ଆଉ ଇଏ ଗୋଟେ ବସିଛି ଗୁରା ତୁମେ ଝାଳ ବୁଡି ଯାଇଛୁ। ଇଏ ତାର ବସିକି ତାର କାମ ଚଲେଇଛି ତାର ବସି ବସି କାମ ଗୋଟେ ବଢିଆ ଲାଗୁଛି। ଷ୍ଟୋନ୍ ତା ନାକର ହଙ୍କା ଗୋଟେ ନଗିଦବ ବସି। ଟିକେ ପ୍ୟାକିଂ ହେଇଗଲାନି କାନଫୁଲ। ବର୍ତ୍ତମାନ ମୁଁ ଫ୍ରେଶ ହେଇ ଆସିଲି ପୁରା ଚିକ୍କଣ ହେଇଯାଇଛି। ବର୍ତ୍ତମାନ କଣ କରିବା ତମେ କଣ କରୁଛ କିରେ? ମେଡିସିନ ଖାଉଛୁ ହଉ ଖାଇଯା। ଚଟାପଟ ମୁଣ୍ଡ କୁଣ୍ଡେଇ ଯିବା ଭାତ ଖାଇବା ପାଇଁ ବସିଛି। ଆଜିର ଆଇଟମ କଣ ହେଇଛି ସୋମବାର ଆଜି ସମ୍ପୂର୍ଣ୍ଣ ନିରାମିଷ। ଏଟା ଗୋଟେ ଶାଗ ଭଜା କଖାରୁ ଘଣ୍ଟ ଆଳୁ ଚଟଣି ଡାଲି ଭାତ। ଶାଶୁ ବୋହୂ ବର୍ତ୍ତମାନ ଖାଉଛନ୍ତି କଥା ଚାଲିଛି ଦି ଜଣ ସମସ୍ତେ ଦେଖୁଛନ୍ତି। ସବୁ ଖରାପ ଚାଲିଛି ତମେ ଖାଇଦେଇକି ପଳେଇଛ? ନା ନା ମୁଁ ଖାଇନି। ନଷ୍ଟ ବଳୁଛି ଯାହା ଖାଉଛ। ମାଛ ନାହିଁ ତୁମ ଚାଲିଲାନି। ଆମର ମାଛ ନାହିଁ ଆଜି ଚାଲିବନି ସାଧା ହେଲେ ମୁଁ ଖାଇପାରିବି। ପାଣି ପିଇ ଚଲିଗଲି। ପାଣି ପିଇ ଚାଲିଗଲି। ଇଏ ବର୍ତ୍ତମାନ ଖାଉଛନ୍ତି ଆମର ଚଣ୍ଡୀ ଶାଶୁ ବୋହୂ ବସିକି ସବୁ ସାରି ଦେଲେ ଖାଇବା। ଚଣ୍ଡୀ କଣ କୁହ? ଚଣ୍ଡୀ
କିଏ ଭାତ ଖିଆ ସରିଗଲାଣି ଯିଏ ଖାଇବା ଆସନ୍ତୁ। ଖାଇବା ତ ଖାଉ ନ ଖାଇବା ତ ଖାଇବା ପଡ଼ିବ। ଦେଖନ୍ତୁ ଆମର ଗୋଟେ ଟୋକା ଶୋଇଛି ଭାତ ଖାଇବନି, ଛୋଟ ପିଲା ଭଳିଆ ଭାତ ଖାଇବ ଖାଲି ଫାଷ୍ଟ ଫୁଡ ଯେତେ ଦବ ତାକୁ ଖାଇବ। ଲାଜ ଲାଗୁଛି ଟୋକାକୁ, ଆମର ଲାଜ ଲାଗୁଛି। ଆଉ ସିଏ ଖାଇବନି ତା ଦିଦି ତାର ଏଠି ଗାଳି ଖାଇବ ତା ବୋଉ ପାଖରେ। ସେ ମୁହଁଟା ଅନା 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 କି ଲାଜ। ଗୁଡ୍ ଇଭିନିଂ। ତ ଆମେ ଦୁଇ ଭାଇ ଯାଉଛୁ ବର୍ତ୍ତମାନ ଜଳେଶ୍ୱର ପହଞ୍ଚିଲେ ଆପଣଙ୍କୁ ଦେଖେଇବୁ ପାମ୍ପୁଡ଼ି ଚାଟ। ତ ବର୍ତ୍ତମାନ ଆମେ ବାହାରିଲୁ ଜଳେଶ୍ୱର ମାର୍କେଟ ପହଞ୍ଚିଗଲୁ। ମାର୍କେଟ ପ୍ରବଳ ଭିଡ଼। ତ ଗାଇଜ ଆମର ଜଳେଶ୍ୱର ମାର୍କେଟ ସବୁବେଳେ ଭିଡ଼, ଜାମ୍, ରାସ୍ତା ପୁରା ଜାମ୍, ରାସ୍ତା ଖରାପ ହେଇଯାଇଛି, ପୁରା ଖାଲୁଅ ରାସ୍ତା। ମୁଁ ଆସି ଜଳେଶ୍ୱରରେ ପହଞ୍ଚିଗଲି। ଭାଇ ଆମର ଯାଇଛନ୍ତି କାମରେ ଯାଇଛନ୍ତି, ତ ଆସିଲେ ପାମ୍ପୁଡ଼ି ଚାଟ ଖାଇବେ ବୋଲି ଆସିଛୁ ଜଳେଶ୍ୱର ମାର୍କେଟ। ତ ପାମ୍ପୁଡ଼ି ଚାଟ ଅଛି ନା ନାହିଁ ଆଜି ଗଲେ ଜଣା ପଡ଼ିବ, ଭାଇ କାମରୁ ଆସନ୍ତୁ। ସୋ ଗାଇଜ କର୍ମର ଫଳ ଆଜି ନହେଲେ କାଲି ନିଶ୍ଚୟ ମିଳିବ। ତ କଥାରେ ଅଛି ଯିଏ ଆପଣଙ୍କୁ ଟାଇମ୍ ଦେଉଛି ନା ଆପଣ ତାଙ୍କୁ ନିଶ୍ଚୟ ଟାଇମ୍ ଦିଅନ୍ତୁ, କାହିଁକି ନା ଏ ଦୁନିଆରେ କେହି କାହାର ନୁହନ୍ତି। ତ ଆଜିକା ମଣିଷ କାଲି 2 ଦିନ କିଛି ନୁହଁ, ମଣିଷର ଜୀବନଟା ଏମିତି। ଆମର ଆସିଗଲେ କାମ ସରିଗଲା, କାମ ଶେଷ। ତ ବର୍ତ୍ତମାନ ଯିବା କୋଉଠି? ପାମ୍ପୁଡ଼ି ଚାଟ। ପାମ୍ପୁଡ଼ି ଚାଟ ଗାଇଜ, ପାମ୍ପୁଡ଼ି ଚାଟ ଭାଇ ଖାଇବେ ବୋଲି ଜଳେଶ୍ୱର ଚାଲି ଆସିଛନ୍ତି। ବର୍ତ୍ତମାନ ପାମ୍ପୁଡ଼ି ଚାଟ, ଦହିବରା, ପାମ୍ପୁଡ଼ି ଚାଟ ଭାଇ ପୁରା ରେଡ଼ି ଅଛନ୍ତି, ଖାଲି ପ୍ରସ୍ତୁତ ହେଲେ ଖାଲି ଖାଇବେ ହେଲା। ତ ଗାଇଜ ଯିଏ ଜଳେଶ୍ୱରରୁ ଆସନ୍ତୁ, ତ ଆମର ଜଳେଶ୍ୱରରେ ଏଇଠି ପାମ୍ପୁଡ଼ି ଚାଟ ପ୍ରସିଦ୍ଧ। ପାମ୍ପୁଡ଼ି ଚାଟ କେମିତି ପ୍ରସ୍ତୁତ କରୁଛନ୍ତି ଭାଇନା ଆମର, ବହୁତ ଟେଷ୍ଟ କରନ୍ତି ପାମ୍ପୁଡ଼ି ଚାଟ। ତ ଟେଷ୍ଟ ଲାଗିଲା ବୋଲି ପୁଣି ଡବଲ ଆସିଲୁ, ଖୋଜି ଭାଇଙ୍କୁ ଖୋଜି ପାଇଲୁ ପାମ୍ପୁଡ଼ି ଚାଟ। ତ ଗାଇଜ ପାମ୍ପୁଡ଼ି ଚାଟ ଆସିଗଲା, ଦେଖନ୍ତୁ କେମିତି ସଜେଇକି ଦେଇଛନ୍ତି ଭାଇନା ଆମର। ଖାଇବା ରେଡ଼ି ହେଇଯାଇଛି। ଚଣ୍ଡୀ କ'ଣ କୁହ? ସାଙ୍ଗମାନେ ଭିଡ଼ିଓଟି ଭଲ ଲାଗିଲେ ଲାଇକ୍ କରିବେ, ସେୟାର କରିବେ, ସବସ୍କ୍ରାଇବ୍ କରିବେ ଏବଂ କମେଣ୍ଟ ଦେବେ।